আজি 24 ଜାନୁଆରୀ 2026 ବିଶ୍ୱର ପ୍ରମୁଖ 10ଟି ଆନ୍ତର୍ଜାତୀୟ ଖବର ଟପ୍ 10 ଇଣ୍ଟରନ୍ୟାସନାଲ ନ୍ୟୁଜ୍ ନିମ୍ନରେ ଦିଆଗଲା। 1. ଆବୁଧାବିରେ ଶାନ୍ତି ଆଲୋଚନା। ରୁଷ, ୟୁକ୍ରେନ ଏବଂ ଆମେରିକାର ପ୍ରତିନିଧିମାନେ ଆବୁଧାବିରେ ଏକତ୍ରିତ ହୋଇଛନ୍ତି। ମସ୍କୋ କିଭ୍ ସଙ୍କଟର ସମାଧାନ ପାଇଁ ଏହା ପ୍ରଥମ ପର୍ଯ୍ୟାୟ ତ୍ରିପାକ୍ଷିକ ବୈଠକ ବୋଲି କୁହାଯାଉଛି। 2. ଶେଖ୍ ହସିନାଙ୍କ ଚାଞ୍ଚଲ୍ୟକର ବୟାନ। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା କହିଛନ୍ତି ଯେ ବାଂଲାଦେଶ ବର୍ତ୍ତମାନ ଅରାଜକତା ଏବଂ ଅସୁରକ୍ଷିତ ପରିସ୍ଥିତି ଦେଇ ଗତି କରୁଛି। ଦେଶରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ଓ ଉଗ୍ରବାଦ ବଢ଼ୁଥିବା ସେ ଅଭିଯୋଗ କରିଛନ୍ତି। 3. ଟ୍ରମ୍ପ କାନାଡା ବିବାଦ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ଗ୍ରୀନଲ୍ୟାଣ୍ଡକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କାନାଡାକୁ ବୋର୍ଡ ଅଫ୍ ପିସ୍ରୁ ବାଦ୍ ଦିଆଯାଇଛି। 4. ଇଣ୍ଡୋନେସିଆରେ ଭୟଙ୍କର ଭୂସ୍ଖଳନ। ଇଣ୍ଡୋନେସିଆର ପଶ୍ଚିମ ଜାଭା ଅଞ୍ଚଳରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି। ଏଥିରେ 7 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ 82 ଜଣ ନିଖୋଜ ଅଛନ୍ତି। 5. ରାଫା ବର୍ଡର ଖୋଲିବା ସମ୍ଭାବନା। ଗାଜା ଏବଂ ଇଜିପ୍ଟ ମଧ୍ୟରେ ଥିବା ରାଫା ବର୍ଡର କ୍ରସିଂ ଖୁବ୍ଶୀଘ୍ର ଖୋଲିପାରେ। ଏହାଦ୍ୱାରା ଗାଜାକୁ ମାନବୀୟ ସହାୟତା ପହଞ୍ଚାଇବା ସହଜ ହେବ। 6. ସୁନିତା ୱିଲିୟମ୍ସଙ୍କ ଅବସର। ବିଶିଷ୍ଟ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ମହାକାଶ ଗବେଷଣା ସଂସ୍ଥା ନାସାରୁ ଅବସର ନେଇଛନ୍ତି। ସେ ଦୀର୍ଘ ସମୟ ଧରି ଆନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ରହିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି। 7. ଇରାନକୁ ଇସ୍ରାଏଲର ଚେତାବନୀ। ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇଛି। ଇରାନ ଉପରେ ଇସ୍ରାଏଲ ଆକ୍ରମଣ କରିବା ପାଇଁ ସୁଯୋଗ ଖୋଜୁଥିବା ତୁର୍କୀର ବୈଦେଶିକ ମନ୍ତ୍ରୀ ପ୍ରକାଶ କରିଛନ୍ତି। 8. ଦୁବାଇରେ ଗଲ୍ଫୁଡ୍ 2026। ଗଲ୍ଫୁଡ୍ ବିଶ୍ୱର ସବୁଠାରୁ ବଡ଼ ଖାଦ୍ୟ ପ୍ରଦର୍ଶନୀ ଗଲ୍ଫୁଡ୍ 2026 ପାଇଁ ଦୁବାଇ ଭାରତକୁ ପାର୍ଟନର କଣ୍ଟ୍ରି ଭାବେ ଘୋଷଣା କରିଛି। ଏହା ଭାରତୀୟ ବ୍ୟବସାୟ ପାଇଁ ଏକ ବଡ଼ ସଫଳତା। 9. ସୁନା ଦରରେ ବିଶ୍ୱସ୍ତରୀୟ ରେକର୍ଡ। ଆନ୍ତର୍ଜାତୀୟ ବଜାରରେ ସୁନା ଦର ଆକାଶଛୁଆଁ ହୋଇଛି। ବିଶ୍ୱ ବଜାରରେ ସୁନା ମୂଲ୍ୟ ପ୍ରତି 10 ଗ୍ରାମ ପିଛା 1.58 ଲକ୍ଷ ଟଙ୍କା ଛୁଇଁଛି। 10. ବ୍ରାଜିଲ ରାଷ୍ଟ୍ରପତିଙ୍କ ଟ୍ରମ୍ପଙ୍କୁ ସମାଲୋଚନା। ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡି ସିଲ୍ଭା ଅଭିଯୋଗ କରିଛନ୍ତି ଯେ ଟ୍ରମ୍ପ ଏକ ନୂଆ ମିଳିତ ଜାତିସଂଘ ଗଢ଼ିବାକୁ ଚେଷ୍ଟା କରୁଛନ୍ତି ଯାହା ବିଶ୍ୱ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଆପଣ କ'ଣ ଏହି ଖବରଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏ ବିଷୟରେ ଅଧିକ ବିବରଣୀ ଜାଣିବାକୁ ଚାହାନ୍ତି? ମୁଁ ସେଥିରେ ସାହାଯ୍ୟ କରିପାରିବି।